तो हेलो फ्रेंड्स, गुड मॉर्निंग, जय जगन्नाथ। केमती अच्छा समस्ते भल तो सेमती भल था। वेलकम टू माय यूट्यूब चैनल OD01 द अंकित को। आज घर को जाऊँगी। घर कहीं जाऊँगी ना एमती दिन में तो आम काली घर फैमिली सब पूरी जीवु। तो पूरी जीवु जेहेतु तो से बहुत खुशी अच्छी। आज ऑफिस काम सार दे कि पलैबी। काली गोटे दिन मुझे रही तो ऑफिस मैनेज करने कहीदे सार को। तो पूरी जीवु, पूरी एंजॉय हम बहुत। पूरा फैमिली आम जीवु एथर पूरी। भाई सियाड़ू आसो तापर आम मामा बाबा मु माँ 4 जण, भाई सियाड़ू आसो 5 जण जीवु पूरी। माउसी भी आम सहित जीवा थिला, देखा माउसी कौन कर पूरा जीवु। काली जीवार अच्छी पूरी तो आज घर को गले पूरी जीवी। घर को गले आज भी जिनस सब मोर बहुत सारा मुझे तो ऑफिस किसी आनी सब मोर जिनस घरे अच्छी तो से घर नवाक पड़ो। आउ सकाल सकाल पूरा गाधे पाधे रेडी हो जाए ऑफिस काम जी मोर पेंडिंग थिला। पेंडिंग तो किसी रखे सब सारी दिए किंतु जहाँ थिला भी बाकी सब लैपटॉप को भी मोर नहीं जाइए। एबे नौली लैपटॉप को। हाँ तो लैपटॉप को नहीं सारा पर एबे लैपटॉप भी रेडी तो काम भी बसिकी सेठू जब किसी दरकार पड़ा करें तो जीवा एबे बाहर माने रेडी होता पुणी मोर जो जीवार अच्छी आज जाए कि आउ गोटे जगह को भी जीवार अच्छी तो काम अच्छी बहुत। तो ठीक अच्छे एकाथर देखा घरे। तो फ्रेंड्स एबे हमें बाहर जाइए देखु समस्ते पूरा फैमिली बाबा आगे आबे जीवा जगह को दर्शन देखा केत पहुँचा लेट भी हो गला तो रोड भी जाम अच्छी तो से लेट हो देखा केत पहुँच ये माँ ये मामा भाई और बाबा आगे आगो को देखिए ब्लॉग रे। कमला छड़ा जाउची मामा कमला छड़ुछन्ते तो एबे कमला खाइबा हातरु निया काडी के ये करती रिपोल लगुची सब करती गाड़ी भीतर पूरा माने ये इतला कमला वासना पूरा पसी गला बहुत माने बढ़िया वासचे कोन अघोरी मो सब प्राय तो महादेव भक्त अघोरी ठीक अछि जन को चुट्टी लंबा मम्मी ताठो 2 गुण तार रम छड़ौची बाबू ये खाइ न बना मतलब बढ़िया भल लगे तो ठीक अच्छे आम कमला खाई दे बाहर लु आपण मैंने बाहर आम रही काकेरा छतिया देखो काकेरा टी खाई काकेरा नहीं पलि आसी जीवा खाइबा गाड़ी रे वेट करछन हमरा। एटा कौ नदी पर एबे आमे चलछु आपण माने कमेंट करके मते कहिबे देखंतु। तो एबे आमे देखंतु कटक रे कटक जस्ट पास हेलु तो केतरा बेले थिलु बाहर थिलु 11टा 11:30 बेले एबे गोटे बासी टाइम तो एबे कटक हो गलु तापर जीवा पूरी देखा केते टाइम लागुची आमे तो भाबीचु 2टा भीतर पहुंची जीवु तो
ନାଇଁ ନାଇଁ ଦୁଇଟା ନୁହେଁ, ଅଧିକା ଟିକେ ଲାଗିବ। ତିଆରି କରିଦେଇଛି କେମିତି ଜିନିଷ କୋଠା ଘର ସବୁ ବୁଢା କରିଛି ନବୀନ। ପାଣ୍ଡିଆନ ପାଣ୍ଡିଆନ ସବୁ ପାଣ୍ଡିଆନ କରିଛି ନବୀନ ବି ନା କିନ୍ତୁ ପୁରୀ ପାର୍କିଂ ଟା ଯେମିତି କରିଛି ମାନେ ମୁଣ୍ଡ ଖରାପ। ଯେତିକି ବଙ୍ଗାଳୀ ବସ୍ ଲାଗିଛି ଦେଖ। ଏଟା ପାର୍କିଂ ଟା ନା କେତେ ବସ୍ ଷ୍ଟାଣ୍ଡ ଟା ବା ମାଳତୀ ପାଟପୁର ବସ୍ ଷ୍ଟାଣ୍ଡ। ଗେଷ୍ଟ ହାଉସ ଟା ବି ବଢିଆ କରିଛି। ତ ଏବେ ଆମେ ବାହାରିଲୁ ମନ୍ଦିର ପାଇଁ। ତ ଆମେ ଯେଉଁଠୁ ଅଛୁ ହୋଟେଲରେ, ତ ସେଇଠୁ ମନ୍ଦିର ହେଉଛି 800 ମିଟର ଆଉ ସି ବିଚ୍ ହେଉଛି 500 ମିଟର। ତ ଯିବା ବାହାରିବା, ଏଇ ଗଳି ଗଳି ରାସ୍ତା ଅଛି, ବହୁତ ଭଲ ରାସ୍ତା। ତ ସେଇ ଗଳି ରାସ୍ତାରେ ପଳେଇବା, ସର୍ଟକଟ୍ ଅଛି 800 ମିଟର। ତ ଦେଖି ଦେଖି ସାଙ୍ଗେ ସାଙ୍ଗେ ପଳେଇବା। ତ ବାହାରିକି ଯିବା, ସମସ୍ତେ ବାହାରି ଯାଇଛନ୍ତି। ତ ଚାଲନ୍ତୁ ଆଗେ ଯିବା, ଆଗେ ଜଗାକୁ ଦର୍ଶନ କରିବା, ତାପରେ ଆଉ ଯୁଆଡ଼େ ଯିବା କଥା ଯିବା। ଏବେ ଆମେ ଆସିକି ମନ୍ଦିର ପାଖରେ ପହଞ୍ଚି ଯାଇଛୁ। ଆଉ ଭିଡ଼ ଦେଖିପାରୁଥିବେ ପୁରା କେତେ। ଶନିବାର ରବିବାର ତ ସାଧାରଣତଃ ବହୁତ ଭିଡ଼ ହୁଏ, ଆଉ ଆମେ ବି ଯାଇଥିଲୁ ଶନିବାର ରବିବାରରେ। ତ ଆଜି ଶନିବାର ଥିଲା, କାଲିକି ରବିବାର ଅଛି, ଭିଡ଼ ତ ହେବ। କାହିଁକିନା ଶନିବାର ରବିବାର ଛଡ଼ା ଅଫିସରେ ଛୁଟି ନଥାଏ କି କାହାର ଛୁଟି ନଥାଏ, ତ ସେଥିପାଇଁ ଆମେ ଯାଇପାରୁନା। ଶନିବାରରେ ହିଁ ଯାଇଥିଲୁ। ଆଉ ଦେଖିପାରୁଥିବେ ଏବେ ଯେଉଁ ମନ୍ଦିର ପରିକ୍ରମା ପ୍ରକଳ୍ପ ହୋଇଯାଇଛି, ତା ମନ୍ଦିର ଚାରିପଟରେ ଯେଉଁ ବନା ହୋଇଯାଇଛି, ଦେଖନ୍ତୁ ପତିତପାବନ ବାନା କେତେ ସୁନ୍ଦର ଫରଫର ହେଇକି ଉଡ଼ୁଥାଏ। ବାହାରୁ ଥାଇକି ଆଉ ଗଛପତ୍ର ଏତେ ସୁନ୍ଦର ଭାବରେ ଲଗାଇ ଦେଇଛନ୍ତି ଯେ ଦେଖିଲା ବେଳକୁ ବହୁତ ଖୁସି ଲାଗୁଛି। ଆଉ ଏଠି ସବୁ ଏତେ ସୁନ୍ଦର ଭାବରେ ସବୁ ଜିନିଷ ପୁରା ବଢ଼ିଆ ସୁନ୍ଦର ସେ ବନା ହୋଇଯାଇଛି। କାମ ତ ସରି ଆସିଲାଣି, ଆଉ ଅଳ୍ପ କାମ ଅଛି। ଗଛ ଗୁଡ଼ା ଦେଖିପାରୁଥିବେ କେତେ ସୁନ୍ଦର ଗ୍ରୀନ୍ ଗ୍ରୀନ୍ ଦେଖାଯାଉଛି, ପୁରା ବହୁତ ସୁନ୍ଦର ଲାଗୁଛି। ଏବେ ଆଗରୁ ଯଦି ଆମେ ଯାଉଥିଲେ ଦର୍ଶନ ପାଇଁ, ଖାଲି ସେଇ ବେଢ଼ା ଭିତରେ ହିଁ ବୁଲିକି ଦର୍ଶନ କରୁଥିଲେ, କିନ୍ତୁ ଏବେ ଚାରିକଡ଼ଟା ଏତେ ସୁନ୍ଦର ହେଇଯାଇଛି ଯେ ଚାରିଆଡ଼େ ବସିପାରିବେ ପୁରା ସୁରକ୍ଷିତ ଭାବରେ। ସବୁଆଡ଼େ ଆପଣମାନେ ପୁରା ସୁରକ୍ଷା ଦିଆଯାଇଛି, ପୋଲିସ ଅଛନ୍ତି, କିଛି ଅସୁବିଧା ନାହିଁ। ଦେଖନ୍ତୁ ପତିତପାବନ ବାନା କେତେ ସୁନ୍ଦର ଉଡ଼ୁଛି। ଦେଖିଲେ ଗୋଟେ କେମିତି ଆଖି ପୁରା ଲାଖିଯାଏ, ଆଖି ଛାଡ଼ିକି ଆସେନି। ଆଉ ଭିଡ଼ ଦେଖିପାରୁଥିବେ। ଆମେ ଉତ୍ତର ଦ୍ୱାର ଦେଇକି ଆଜି ପ୍ରବେଶ କରୁଛୁ, କାଲିକି ସିଂହ ଦ୍ୱାର ଦେଇକି ପ୍ରବେଶ କରିବୁ। ଉତ୍ତର ଦ୍ୱାର ଦେଇକି ପ୍ରବେଶ କାହିଁକି କଲୁ ନା, କାହିଁକିନା ଏକରେ ତ ସନ୍ଧ୍ୟା ହେଇଗଲାଣି, ତ ଭିଡ଼ ହେଇଯାଇଥିଲା ସିଂହ ଦ୍ୱାର, ତ ଉତ୍ତର ଦ୍ୱାର ଦେଇକି ଟିକେ କମ୍ ଭିଡ଼ ଥିଲା, ତ ସେଥିପାଇଁ ପ୍ରବେଶ କଲୁ ଏପଟେ। ଆମେ ଯାଇକି ପୁରା ଭଲ ଭାବରେ ଦର୍ଶନ କରିକି ପଳେଇ ଆସିଲୁ। ଆଉ ଏବେ ଦେଖନ୍ତୁ ରାତି ହେଇଗଲାଣି, ତ ଲାଇଟ୍ ଲାଗିଯାଇଛି, କେତେ ସୁନ୍ଦର ଲାଗୁଛି। ଆଉ ଲୋକମାନେ ମଧ୍ୟ ଏଠି ତ ସବୁବେଳେ ଭିଡ଼ ଥାଏ, କିନ୍ତୁ ଶନିବାର ରବିବାର ତ ଛୁଟି କଟାଇବା ପାଇଁ ସମସ୍ତେ ପଳେଇ ଆସୁଛନ୍ତି ପୁରୀକୁ। ଆଉ ଦେଖନ୍ତୁ ଲାଇଟ୍ ଚାରିଆଡ଼େ ଲାଗିଯାଇଛି, ବହୁତ ଭଲ ଲାଗୁଛି। ଆଉ ମନ୍ଦିରକୁ ଦେଖନ୍ତୁ କେମିତି ଫକ୍ସିଂ କରିକି ଲାଇଟ୍ ଲଗା ହେଇଛି। ରାତିରେ କେତେ ସୁନ୍ଦର ଭିୟୁ ଆସୁଛି। ଆମର ସମସ୍ତେ ଏଇଠି ଟିକେ ବୁଲାବୁଲି କରିଥିଲେ, ତାପରେ ଆମେ ଆସିକି ପହଞ୍ଚି ଯାଇଥିଲୁ ଦେଖନ୍ତୁ ସମୁଦ୍ର କୂଳରେ। ତ ସମୁଦ୍ର କୂଳରେ ବି ମଧ୍ୟ ଯେମିତି ଭିଡ଼ ସବୁବେଳେ ଦେଖିବାକୁ ମିଳେ, ସେମିତି ହିଁ ଭିଡ଼ ଥିଲା। ଶନିବାର ରବିବାର ତ ଭିଡ଼ ରହିବ। ଆଉ ସେଇଠି କିଛି ଗୋଟେ ମେଳା ପଡ଼ିଛି, ଯିବା ଦେଖିବା କି ମେଳା ପଡ଼ିଛି, କ'ଣ କ'ଣ ଦୋଳି ଦେଖାଯାଉଥିଲା। ଆମେ ଗାଡ଼ିରେ ଯେତେବେଳେ ଆସୁଥିଲୁ ତ ଦେଖାଯାଉଥିଲା ସେଇଠି ମେଳା ପଡ଼ିଲା ଭଳି।
ତ ସାଧାରଣ ଏ ମେଳା ପଡ଼ିନଥାଏ, କିନ୍ତୁ ଏମିତି ନୂଆ ପଡ଼ିଛି ଗୋଟେ ମୀନା ବଜାର ଭଳି। ତ ଯିବା ଦେଖିବା କ'ଣ ପଡ଼ିଛି, କି ଦୋଳି ପଡ଼ିଛି। ଆଉ ଏଠି ପାର୍କିଂ ପାଇଁ ନଥିଲା, ତ ସେଥିପାଇଁ ଆମକୁ ଗାଡ଼ି ଟିକେ ଆଗରେ ଦୂରରେ ରଖିବାକୁ ପଡ଼ିଲା। ତ ଯେହେତୁ ପାର୍କିଂ ପାଇଁ ନଥିଲା, ଆଉ ଟୋ କରିକି ନେଇଯାଆନ୍ତି ଯଦି ରଖିବେ। ଆଉ ଦେଖନ୍ତୁ କେତେ ସାରା ଦୋଳି ଏଠି ପଡ଼ିଛି, ଆଉ ଲାଇଟ୍ ପୁରା ଲଗା ହେଇଛି କେମିତିଆ। ଦେଖନ୍ତୁ କେତେ ଲାଇଟିଂ ଲାଗୁଛି ଆଉ କେତେ ସୁନ୍ଦର। ତ ମୁଁ ବି ଖୋଜୁଛି ଆମର କୁଆଡ଼େ ଗଲେ ସମସ୍ତେ, କାହିଁକିନା ଗାଡ଼ି ରଖିକି ଆସିବାକୁ ଆମକୁ ଟିକେ ଲେଟ୍ ହେଇଗଲା। ତ ଦେଖିବା କୁଆଡ଼େ ଗଲେ ସମସ୍ତେ, ଖୋଜୁଛି ତାଙ୍କୁ। ସେମାନେ କହିଲେ କି ମୋତେ ଏଇ ପାଖାପାଖିରେ ଅଛନ୍ତି, ତ ଖୋଜିବା ଦେଖିବା କେଉଁଠି ଗଲେ। ଦେଖନ୍ତୁ ଏଇ ଦୋଳିଟା କେମିତି ଝୁଲୁଛି, କେତେ ଜୋର। ଆଉ ରାମଦୋଳିଟା କେତେ ସୁନ୍ଦର ଲାଇଟିଂ ସଜା ହେଇଛି, କେତେ ସୁନ୍ଦର ଲାଗୁଛି। ତ ମୁଁ ଦେଖେ ଖୋଜେ କୁଆଡ଼େ ଗଲେ ସମସ୍ତେ, ମୋତେ ଏଯାଏଁ ମିଳିନାହାନ୍ତି। ମୁଁ ଯାଉଛି ଖୋଜେ, ତାପରେ ଟିକେ ବୁଲିବି, ଦେଖିବି ଦୋକାନ ବଜାର, ଆଉ ଯିବା। ମୁଁ ଯାଉଛି ଖୋଜେ ତାଙ୍କୁ, ତାପରେ ପୁଣି ହୋଟେଲକୁ ଯିବାର ଅଛି।